ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଯାହା ଆମେ ଜାଣିଥିଲେ ଆଗରୁ 5,000 ଟଙ୍କା ମିଳୁଥିଲା, ବର୍ତ୍ତମାନ ତାହା ବଢ଼ି 21,000 ଟଙ୍କା ହୋଇଯାଇଛି। ତାକୁ କେମିତି ଆମେ ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିବା ଚାଲନ୍ତୁ ଜାଣିବା। ଯଦି ଆପଣ ନୂଆ ଚ୍ୟାନେଲରେ ନୂଆ ହେଇଥିବେ ତାହେଲେ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ସେଥିପାଇଁ ଏହି ଏକ ମାତୃବନ୍ଦନା ଯୋଜନା ସାଇଟ୍କି ଆମେ ପଳେଇ ଆସିବା ବା PMVY ସାଇଟ୍କି ପଳେଇ ଆସିବା। ସେଠି ଆସି ଆମେ ପ୍ରଥମେ ଆପଣ ମୋବାଇଲ୍ ନମ୍ବର ଦେଇ ଭେରିଫାଇ କରିବେ। ଭେରିଫାଇ କଲା ପରେ ଗୋଟେ ଆକାଉଣ୍ଟ ଆପଣଙ୍କର ହେଇଯିବ। ଆକାଉଣ୍ଟ ହେଇଗଲା ପରେ ଆପଣ ଏଠି ନାମ ଦେବେ, ତାପରେ ରାଜ୍ୟ ଚୁଜ୍ କରିବେ, ଜିଲ୍ଲା ଚୁଜ୍ କରିବେ, ତାପରେ ରୁରାଲ୍ ଉର୍ବାଲ୍ ଦେବେ। ତାପରେ ଏଠି ଆମେ ଡାଇରେକ୍ଟ ଲଗ୍ଇନ୍ ଉପରକୁ ଯିବା। ଲଗ୍ଇନ୍ ଉପରକୁ ଯେହେତୁ ଆମେ ଆଗରୁ କରିସାରିଛେ ସେଥିପାଇଁ ଏଠି ଆମେ OTP ଦେଇଦେବା। OTP ଦେଇଦେଲା ପରେ ଏଠି ଆମେ କ୍ୟାପ୍ଚାଟିକୁ ଦେଇଦେବା। ଲଗ୍ଇନ୍ ହେଇସାରିଲା ପରେ ତାପରେ ଆମେ ଏଇ ସାଇଟ୍କି ପଳେଇ ଆସିବା। ଆସିଲା ପରେ ଏଠି ଦେଖିପାରୁଥିବେ ବାଁ ସାଇଡ଼୍ରେ ଡାଟା ଏଣ୍ଟ୍ରି ଲେଖା ହେଇଛି, ବେନିଫିସିଆରୀ ରେଜିଷ୍ଟ୍ରେସନ୍ ଲେଖା ହେଇଛି। ତା ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ତାପରେ ଏଠି ଦେଖିପାରୁଥିବେ ଉପରେ ଅଛି ଆପ୍ଲାଏ ଫର୍ ଚାଇଲ୍ଡ, ଫାର୍ଷ୍ଟ ଚାଇଲ୍ଡ, ସେକେଣ୍ଡ ଚାଇଲ୍ଡ। ଆପଣ ଯଦି ପୁରା ପଇସା ନେବାକୁ ଚାହୁଁଛନ୍ତି ତାହେଲେ ସେକେଣ୍ଡ ଚାଇଲ୍ଡ ଉପରେ କ୍ଲିକ୍ କରିବେ। ଯଦି ଦୁଇଟା ଛୁଆ ଆପଣ ଜନ୍ମ କରିବାକୁ ଚାହୁଁଛନ୍ତି ଏକାଥରେ ଆପଣଙ୍କର ହେଇଯିବ। ଯଦି ଆପଣ ଗୋଟେ ଛୁଆ ଜନ୍ମ କରିବାକୁ ଚାହୁଁଛନ୍ତି ତାହେଲେ ଫାଷ୍ଟ ଆପଣ ରଖିବେ। ତାପରେ ନେମ୍ ଅଫ୍ ଲିଭିଂ ଚିଲଡ୍ରେନ୍ କେଉଁ ଜାଗାରେ କେତେଟା ରଖିବେ ଏଠି ପକାଇବେ 0 ସେଇ ଅନୁସାରେ। ତାପରେ ବେନିଫିସିଆରୀ କାର୍ଡ଼ ଆଧାର ନମ୍ବର ଦେବେ ଯିଏ ଆପ୍ଲାଏ କରୁଛନ୍ତି। ତାପରେ ଏଠି ଆପଣଙ୍କର ନାମ ଦେଇଦେବେ। ଦେଇଦେଲା ପରେ ଏଠି ଆପଣ ପ୍ରଥମେ ଅଛି ଦେଖ ନାମ, ତାପରେ ଆଧାର ନମ୍ବର, ତାପରେ ଡେଟ୍ ଅଫ୍ ବାର୍ଥ, ତାପରେ ସୋସିଆଲ କ୍ୟାଟେଗୋରୀ ଯାହା ଅଛି ଆପଣ ଏଠି ଦେଇ ଚାଲିବେ। ତାପରେ ଏଠି ଯଦି ଆପଣ ନିଜେ ଆପ୍ଲାଏ କରୁଛନ୍ତି ସେଲ୍ଫ ଦେବେ, ଯଦି ଆପଣଙ୍କ ତାଙ୍କ ସ୍ୱାମୀ ଆପ୍ଲାଏ କରୁଛନ୍ତି ହଜବେଣ୍ଡ ଦେବେ। ତାପରେ ଏଠି ଯାହା ଅଛି ଦେବେ। ଦେଲା ପରେ ଆପଣ ଏଠି ଯଦି ଆପଣଙ୍କର ଡକୁମେଣ୍ଟ ପ୍ରୁଫ୍ରେ ଯାହା ଅଛି ରେସନ କାର୍ଡ଼ ଥାଉ, ଇ ଶ୍ରମ କାର୍ଡ଼ ଥାଉ ତା ଦେବେ, ତା ନମ୍ବର ପକାଇବେ ଏବଂ ତାକୁ ଅପଲୋଡ଼ କରିବେ। ତାପରେ MCP କାର୍ଡ଼ ଡିଟେଲ୍ସ, MCP କାର୍ଡ଼ ଡିଟେଲ୍ସ ଆପଣଙ୍କର ଯେଉଁ ଅଙ୍ଗନବାଡ଼ି ମମତା ବହିରେ ଦେଖିବ ଉପରେ ଲେଖା ହେଇଥିବ ସେଟାକୁ ମମତା ଅଙ୍ଗନବାଡ଼ି ଦିଦି ୱାର୍କର ସାଥିରେ ଆପଣ ଯୋଗାଯୋଗ କରନ୍ତୁ। ଏଇ ନମ୍ବରଟି ପାଇଯିବେ, ନମ୍ବରଟିକୁ ଦେଇଦେବେ। ତାପରେ ଲାଷ୍ଟ ପିରିୟଡ଼ ଡେଟ୍ଟା ଆପଣଙ୍କର କେତେ ଥିଲା ସେ ମମତା ବହି ଉପରେ ଲେଖା ହେଇଥିବ ତାକୁ ଦେଇଦେବେ ଏବଂ ତା ଡେଟ୍ଟିକୁ ପକାଇଦେବେ। ତାପରେ ଏଠି ଆପଣଙ୍କର ୟେସ୍ କରିବେ ଯାହା, ଯଦି ଆପଣଙ୍କର ରୁରାଲ୍ କି ଉର୍ବାନ୍ ଯାହା ଅଛି ଦେଇଦେବେ। ତାପରେ ପଳେଇ ଆସିଲା ଏଠି ଯେଉଁ ଜାଗାରେ ଆପଣ ବିଲଙ୍ଗ କରୁଛନ୍ତି ତାହା ଏଠି ଫିଲ୍ଅପ୍ କରିଦେବେ ଡିଟେଲ୍ସ। ଦେଲା ପରେ ଆପଣ ସବମିଟ୍ କରିବେ। ଏଗୁଡ଼ାକ ଯାହା ସବୁ କରୁଛନ୍ତି କରିବେ ଅଙ୍ଗନବାଡ଼ି ୱାର୍କରକୁ ସାଙ୍ଗରେ ମିଶିକି କରିବେ, କାହିଁକିନା ସେମାନେ ବହୁତ ଦରକାରୀ। ଆପଣ ଏରକ ମନ ଇଚ୍ଛା କରିବେନି। ଆପଣଙ୍କର କୌଣସି ଯଦି ରିଜେକ୍ଟ ହେଇଗଲା ତାପରେ ଆପଣଙ୍କର ପଇସା ମିଳିବନି।